କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ସମ୍ପୂର୍ଣ୍ଣତା ଅଭିଯାନ 2.0। ନୀତି ଆୟୋଗର ପ୍ରେରଣାରେ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଭିଯାନକୁ ସଫଳ କରିବା ପାଇଁ ତୀବ୍ର ପଦକ୍ଷେପ ନିଆଯାଇଛି। ଏହି 20 ଦିନିଆ ବିଶେଷ ଅଭିଯାନ ମାଧ୍ୟମରେ ଜିଲ୍ଲାର ଦୂର ଓ ଅନପହଞ୍ଚ ଅଞ୍ଚଳରେ ଥିବା ସାଧାରଣ ଲୋକଙ୍କୁ ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ପହଞ୍ଚାଇବା ହେଉଛି ମୁଖ୍ୟ ଲକ୍ଷ୍ୟ। ସମ୍ପୂର୍ଣ୍ଣତା ଅଭିଯାନ 2.0ରେ ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା, ସ୍ୱଚ୍ଛତା, ପାନୀୟ ଜଳ, ମହିଳା ଓ ଶିଶୁ କଲ୍ୟାଣ, ପଶୁ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ, ଗ୍ରାମ ପଞ୍ଚାୟତ ଓ ୱାର୍ଡ ସ୍ତରରେ ସରକାରୀ କର୍ମଚାରୀମାନେ ମଇଦାନରେ ଉପସ୍ଥିତ ରହି ଲାଭାର୍ଥୀ ଚିହ୍ନଟ ଓ ସେବା ସୁନିଶ୍ଚିତ କରୁଛନ୍ତି। ପ୍ରଶାସନ କହିଛି, ଏହି ଅଭିଯାନ ଦ୍ୱାରା କୌଣସି ଯୋଗ୍ୟ ଲୋକ ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ରୁହନ୍ତି, ସେଥିପାଇଁ ସମସ୍ତ ପ୍ରୟାସ ଜାରି ରହିଛି। ସମ୍ପୂର୍ଣ୍ଣତା ଅଭିଯାନ 2.0 କୋରାପୁଟ ଜିଲ୍ଲାର ସାର୍ବିକ ଉନ୍ନତିରେ ଏକ ମାଇଲଷ୍ଟୋନ୍ ସାବିତ ହେବ ବୋଲି ଆଶା କରାଯାଉଛି।